দেখୁଛ ନା এটা কোন ଅଛି କହିଲେ ଦେଖିବା ଏଟା ଲାଭା। ମାଟି ଭିତରେ ଯେବେ ଥିଲା ପୃଥିବୀ ଭିତରେ ଭୂତ ଭିତରେ ଥିଲା ତା କୋଣ ବୋଲି କହିବା ଆମେ ତାକୁ ମାଗନା ବୁଝିହଉଛି ନା। ଯୋଉ ଅର୍ଦ୍ଧତରଳ ଅବସ୍ଥାର ଯୋଉ ଶିଳା ରହୁଛି ତାକୁ ପୃଥିବୀ ଭିତରେ ଯୋଉ ଥାଉଛି ବା ଭୂତ ଭିତରେ ଥାଉ ତାକୁ କଣ ବୋଲି କହିବା ଆମେ ମାଗନା ବୋଲି କହିବା। ଆଉ ପୃଥିବୀ ବାହାରୁ ଯୋଉ ବାହାରି ପଡୁଛି ଭୂତ ଫଟେ ବାହାରି ପଡୁଛି ତାକୁ କଣ କହିବା ଆମେ ଶିଳା ଆଉ ଗୋଟେ ହଉଛି ଅନ୍ତର୍ବେଦୀ ଶିଳା। ଏଟା ଲାଭାଟା ପ୍ରକାର ଯୋଉ ପଥର ଅବସ୍ଥାରେ ହେଇଯାଉଛି ତାକୁ କଣ କହିବା ଆମେ ତାକୁ ଆଗ୍ନେୟ ଶିଳା କଣ କହିବା ଆଗ୍ନେୟ ଶିଳା। ସେ ଆଗ୍ନେୟ ଶିଳା ପ୍ରାୟତଃ ମୁଖ୍ୟତଃ ଦୁଇ ପ୍ରକାର କେତେ ପ୍ରକାର କଣ କଣ କହିଲି ଗୋଟେ ନିସ୍ରବଜ ଆଉ ଗୋଟେ ହଉଛି ଅନ୍ତର୍ବେଦୀ ଆଗ୍ନେୟ ଶିଳା ବୁଝିହଉଛି। ଦେଖୁନ ଏ ବାହାରିଲା ବାହାରି ସାରିଲା ପରେ କଣ ସେଟା କହିଲେ ଦେଖି ଧୀରେ ଜଲ୍ଦି ଥଣ୍ଡା ହେଇଯିବ ଅତି ଶୀଘ୍ର ସେ ଶୀତଳ ହେଇଯିବ ଶୀତଳ ହେଲା ପରେ ସେ ପଥର ରୂପ ନେଇଯିବ। କିନ୍ତୁ ବାହାରିବା ସମୟରେ ଦେଖୁଛନ୍ତି ଯୋଉ ବାହାରୁଛି ଉତ୍ତପ୍ତ ଲାଭା ବାହାରୁଛି ତମେ ଯଦି ହାତ ଦେଇଦେବ ପୋଡିଯିବ ତମେ। ତାପରେ କିଛି ସମୟ ଗଲା ପରେ ସିଏ ଶୀତଳ ହେଇଯିବ ଶୀତଳ ହେଲା ପରେ କଣ ହବ ପଥର ରୂପ ନେଇଯିବ ଶିଳାର ଆକାର ନେଇଯିବ। ତାକୁ ହିଁ କୁହାଯାଏ ଆଗ୍ନେୟ ଶିଳା। କଣ କୁହାଯାଉଛି ତାକୁ ଆଗ୍ନେୟ ଶିଳା। କେତେ ପ୍ରକାର କହିଲି ମୁଁ ତମକୁ କଣ କଣ ଗୋଟେ ନିସ୍ରବଜ ଆଉ ଗୋଟେ ହଉଛି ଅନ୍ତର୍ବେଦୀ ଠିକ ଅଛି ବୁଝିଲା କି ନା ଦେଖିଲ କି ନାଇଁ କ୍ଲିୟର ହଉଛି ନା ଲାଭା ଦେଖିପାରିଲା ପରେ ଭିଜୁଆଲ ଦେଖିଲ ତମେ ଖାଲି ମନର କଳ୍ପନା ଗୁଡିକ ଟିଭିରେ ଦେଖିପାରିଲ ତମେ କ୍ଲିୟର ହଉଛି ତ ଜାଣିପାରିଲ ନାଇଁ ଏବେ ଜାଣିପାରିଲ ଯେ କେମିତି ବାହାରୁଛି ଲାଭା କେମିତି ବାହାରୁଛି ঠিক আছে থ্যাংক ইউ। पूरा क्लियर होची ना जिनरा बुझी होची ना बुझी होची ना देखि बुझी पारलो कि नहीं एबे आउ डाउट नथिबो नै कि